ହେଲା କଣ ହେଲା କାଇଁ ରଙ୍ଗ କାଇଁ ହେଇଟି ରଙ୍ଗ ତୁ ଦେଖିଛୁ ହେଁ ଟାଣିକି କୁଆଡେ ନଉଛୁ ଏଇ ରଙ୍ଗ ନବୁ ହେଁ ପାପା ଦେ ମୁଁ ରଙ୍ଗ ଦେ ପାପା ଦେ ନା ପାପା ନଦେଲେ ଦେବିନି ନାଇଁ ପାପା ଦେ ପାପା ଦେ ତ ଏଠି ପୁଅର ମୋର ଟିକେ ଗାଲା ହେଇସାରିଲା ପରେ ମୁଁ ଏଠି ପଳେଇ ଆସିଥିଲି ପୁଅକୁ ଛାଡି ଘରେ ଭାଉଜ ମାନଙ୍କ କତିକି ହୋଲି ହବା ପାଇଁ। ତ ଏଠି ଭାଉଜ ମାନଙ୍କ ସହିତ ଟିକେ ହୋଲି ଖେଳି ସାରିଲା ପରେ ଏଠି ମୋ ଦିଦି ବି ମୋ ପାଖରେ ଥିଲା କିନ୍ତୁ ଯେହେତୁ ସେ ହୋଲି ପୁରା ହେଇଯାଇଥିଲା ମୁହଁ ସେଥିପାଇଁ ସେ ଦେଖେଇଲାନି। ଏଠି କିନ୍ତୁ ସାନ ଭାଉଜଙ୍କ ଝିଅ ଦେଖି ମତେ କାନ୍ଦୁଛି ଲୋ ଭଗବାନ ମୁଁ କେମିତି ଦେଖା ହଉଛି ଏଟା ଛୋଟ ଛୁଆ ମତେ ଦେଖି ଡରି ଯାଉଛି। ତାପରେ ଏଠି ମୋ ସାଙ୍ଗମାନେ ଟିକେ ପଳେଇ ଆସିଥିଲେ ମତେ ଟିକେ ହୋଲି କରିବା ପାଇଁ ମାଲ ମୁହଁ କଣ ଗାଧେଇ ପଡ କଣ କରିଥିଲୁ ଦେଖା ତ ମୁଖ ବଦନ ଟିକେ ଦେ ବୋପା କଣ ଲୋ ୟାର କଳା ଡ୍ରେସକୁ କଳା ବଦନ ହେଇଯିଲୁ ହାତ ମୁହଁ ଗୁଡାକ ଭଗବାନ। ତ ଏଠି ହୋଲି ଆସିଲା ପରେ ମୁଁ ଘରକୁ ପଳେଇ ଆସିଥିଲି। ଘରେ ମୁଁ କହୁଥିଲି କି ସାନ ଭାଉଜଙ୍କ ଝିଅ ମତେ ଦେଖି ଡରି ଯାଉଛି ମୋ ଜେଜେମା ଏଠି ମତେ କହୁଛି ଆଉ ଭୁତୁଣୀ ଭଳିଆ ପାଲଟିଛୁ ଆଉ ପିଚା ଶୁଣି ହେଇଗଲୁଣି ଆଉ ତ ଦେଖି ଲୋକମାନେ ଡରିବେନି। ତ ଏଠି ସବୁ ଶୁଣି ସାରିଲା ପରେ ମୁଁ ଗାଧେଇ ବାଧେଇ ଫ୍ରେଶ ହେଇଗଲି। ତ ଏଠି ଖୁଡି ଆଣିକି ମତେ ଟିକେ ଦେଇ ଦଉଛନ୍ତି ଚା ନେ ପିଇଦେବେ କାହିଁକି ନା ଯେହେତୁ ମୁଣ୍ଡ ଦେଇ ଗାଧେଇଛି କାଳେ ଥଣ୍ଡା ହେଇଯିବ ବୋଲି। ତ ଆଜିର ହୋଲି ତ ମୁଁ ବହୁତ ଭାବରେ ଏନ୍ଜୟ କଲି। ଆପଣମାନେ ଏନ୍ଜୟ କରିଛନ୍ତି ନାଇଁ ମତେ ନିଶ୍ଚିନ୍ତ ଭାବେ କମେଣ୍ଟ ଜଣେଇବେ।